ଖଣ୍ଡମାଳର ସ୍ପେଲିଂ ପ୍ରକୃତରେ ଖଣ୍ଡମାଳ ନୁହଁ, କିନ୍ତୁ ଇଂରାଜୀରେ ସେଇଟା ଖଣ୍ଡମାଳ ଲେଖା ହେଇଛି। ଫୁଲବାଣୀ, ଫୁଲବାଣୀ ଆମର ଜିଲ୍ଲାର ପୂର୍ବ ନାଁ ଥିଲା ଫୁଲବାଣୀ, ତାକୁ ଫୁଲବାଣୀ। ସେଭଳିଆ ଖୋର୍ଦ୍ଧାକୁ ମଧ୍ୟ ଖୋର୍ଦ୍ଧା, ଖୋର୍ଦ୍ଧା ଏବଂ ଖୋର୍ଦ୍ଧା ଭିତରେ ମଧ୍ୟ ଫରକ ଅଛି। ଖୋର୍ଦ୍ଧାର ସ୍ପେଲିଂ କରେକ୍ଟ ସ୍ପେଲିଂ ଯଦି ହେବ KHORDA, ତାକୁ KHURDA କରାଯାଇଛି। ବୋଲଗଡ଼ ଏବଂ ସେ କ୍ରମରେ ବାଣପୁର, ବାନପୁର କରିଦେଇଛନ୍ତି। ଜଟଣୀ, ଜଟଣୀ, ଣି ଆଉ ନି ଭିତରେ ମଧ୍ୟ ଫରକ ଅଛି। ଅନୁଗୁଳ ଆଉ ଅନୁଗୁଳ ଇଏ ଭିତରେ ମଧ୍ୟ ତାରତମ୍ୟ ରହୁନାହିଁ। ଏଭଳିଆ ପାଳଲହଡ଼ା, ଆଠଗଡ଼, ସାଲେପୁର ଏବଂ ତାର ସାଙ୍ଗରେ ସାଙ୍ଗରେ ଆପଣଙ୍କର ବାଲେଶ୍ୱର, ନୀଳଗିରି, ଆଳି, କେନ୍ଦ୍ରାପଡ଼ା, ମହାକାଳପଡ଼ା, କେନ୍ଦୁଝର, ବଡ଼ବିଲ, କେନ୍ଦୁଝର ଗଡ଼, ରେଢ଼ାଖୋଲ ଏବଂ ଯେଉଁ ରେଢ଼ାଖୋଲ ଓଡ଼ିଆର ନାଁ, ଇଂରାଜୀ କହିଲା ବେଳକୁ କହୁଛନ୍ତି RARAKHOL, ରେଢ଼ାଖୋଲ। ନୟାଗଡ଼, ନୟାଗଡ଼ ଏବଂ ନୟାଗଡ଼, ଦଶପଲ୍ଲା, ଇଏ ସବୁକୁ ସଂଶୋଧନ କରିକରି ଯେଉଁ ଓଡ଼ିଆ ନାଁ ଏବଂ ସେ ଓଡ଼ିଆ ନାଁର ତାର ପୃଷ୍ଠଭୂମି, ସାଂସ୍କୃତିକ ପୃଷ୍ଠଭୂମି, ଐତିହାସିକ ପୃଷ୍ଠଭୂମି ଅଛି, ତାର ଇଂରାଜୀ ଉଚ୍ଚାରଣ ଏବଂ ସ୍ପେଲିଂ ଠିକ୍ ଠାକ୍ କରିବା ପାଇଁ ଆମେ ପ୍ରସ୍ତାବନା କରିଛୁ। ଯେହେତୁ ଏଇଟା ଜନମାନସର ସେମାନଙ୍କର ଭାବାବେଗର ବିଷୟ, ତେଣୁ ଆମେ 15 ଦିନ ପାଇଁ ତାକୁ ପ୍ରୋକ୍ଲାମେସନ୍ କରିଛୁ। ଯେଉଁ ପ୍ରୋକ୍ଲାମେସନ୍ ପିରିୟଡ଼ ଭିତରେ ଯେଉଁମାନେ ସାଂସଦ ଅଛନ୍ତି, ମାନ୍ୟବର ସଂସଦ, ମାନ୍ୟବର ବିଧାୟକମାନେ ସେ ଅଞ୍ଚଳର ପିଆର ରିପ୍ରେଜେଣ୍ଟେଟିଭ୍ ମାନେ, ସାଧାରଣ ଲୋକ କିମ୍ବା ଯେଉଁମାନେ ଭାଷାବିତ୍ ଅଛନ୍ତି, ସେମାନେ ମଧ୍ୟ ତାଙ୍କର ମତାମତ, ସଜେସନ୍, ଅବଜେକ୍ସନ୍ ସବୁ ଦେଇପାରିବେ। ଥରେ ସମସ୍ତଙ୍କ ଠାରୁ ପ୍ରସ୍ତାବନା ବାବଦରେ ମତାମତ ଆସିଲା ପରେ ରାଜସ୍ୱ ବିଭାଗ